18 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ଏଟା ପ୍ରକୃତିର ଅବଦାନ ହୋଇଥାଏ। 25 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ଏଇଟା ପ୍ରେମର ଅବଦାନ ହୋଇଥାଏ। 30 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ଏଇଟା ସଂଘର୍ଷ ଓ ଦାୟିତ୍ୱର ଅବଦାନ ହୋଇଥାଏ। 50 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ସେଇଟା ତାର ଭଲ କର୍ମର ଅବଦାନ ହୋଇଥାଏ। ଏପରି ବୁଝାମଣା ହେଲେ ବୈବାହିକ ଜୀବନ ଭଲରେ ଚାଲେ। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ରୋଜଗାର କରେ ଜଣେ ଘର ସମ୍ଭାଳେ, ଜଣେ ରୋମାଣ୍ଟିକ ହୁଏ ଆଉ ଜଣେ ରୋମାଣ୍ଟିକ, ଜଣେ ଖର୍ଚ୍ଚିଆ ହୁଏ ଆଉ ଜଣେ କଞ୍ଜୁସ, ଜଣେ ଧାର୍ମିକ ହୁଏ ଆଉ ଜଣେ ବସ୍ତୁବାଦୀ, ଜଣେ ରାଗୁଥାଏ ଆଉ ଜଣେ ଦୟାଳୁ ଥାଏ, ଜଣେ ସୁନ୍ଦର ହୁଏ ଆଉ ଜଣେ ସାଧାରଣ ହୁଏ, କଥା କୁହାଳିଆ ହୁଏ ତ ଆଉ ଜଣେ ଶାନ୍ତ ରହେ। ଧନ ଅର୍ଜନ କରିବାର ଶକ୍ତି ସମସ୍ତଙ୍କ ପାଖରେ ଥାଏ। ପୁଣ୍ୟ ଅର୍ଜନ କରିବାର ଶକ୍ତି ଈଶ୍ୱର କେବଳ ଭାଗ୍ୟବାନ ଲୋକଙ୍କୁ ଦେଇଥାନ୍ତି। ସେଥିପାଇଁ କୁହାଯାଏ ଧନ କେବଳ ଶେଷ ନିଶ୍ୱାସ ଯାଏ ସାଥ ଦିଏ, କିନ୍ତୁ ପୁଣ୍ୟ ମୃତ୍ୟୁ ପରେ ମଧ୍ୟ ସାଥିରେ ଥାଏ। ମନର ବିଚାର ପାଇଁ ଆଶାବାଦୀ ବିଚାର, ହାପି ଥଟ୍, ଦମଦାର ଲକ୍ଷ୍ୟ ଓ ଉତ୍ତମ ଗୁଣାବଳୀକୁ ଆତ୍ମସାତ କରି ଦୂଷିତ ବିଚାର ଓ ଦୁର୍ଗୁଣରୁ ବିରତ ରହିବା ଦରକାର। କେବଳ ଏତିକି ନୁହେଁ, ଭୟ, କ୍ରୋଧ, ଚିନ୍ତା ଆଦି ବିକାରରୁ ମଧ୍ୟ ମୁକ୍ତ ହେବା ଉଚିତ। କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଉପାୟ, ଆହାର ପ୍ରଭାବ ପ୍ରାଣ, ଅର୍ଥାତ୍ ଭୋଜନ ଦ୍ୱାରା ପ୍ରାଣ ରକ୍ଷା ହୋଇଥାଏ। ଆହାର ହିଁ କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରିଥାଏ। ପରିଶ୍ରମ ଓ ଉତ୍ତମ କାର୍ଯ୍ୟ କରିବା ପାଇଁ କେବଳ ଚେଷ୍ଟା ହିଁ ଯଥେଷ୍ଟ ହୋଇନଥାଏ। ଆସନ୍ତୁ କାର୍ଯ୍ୟଦକ୍ଷତା କିପରି ବଢ଼ାଇ ପାରିବା ସେ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା କରିବା। ସର୍ବପ୍ରଥମେ ଜାଣିବା 13ଟି ଜିନିଷ ଉପରେ ଧ୍ୟାନ ରଖିବେ କେମିତି। ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଜଳଖିଆ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ପାଣି ସଠିକ ମାତ୍ରାରେ ପିଇବା ଆବଶ୍ୟକ। ପୌଷ୍ଟିକ ଆହାର ଚୟନ କରନ୍ତୁ। ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ। ଚିନ୍ତାଗ୍ରସ୍ତ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ବ୍ୟାୟାମକୁ ମନୋରଞ୍ଜନ ବୋଲି ଭାବନ୍ତୁ। ଭଲ ମନରେ ଦିନର ଆରମ୍ଭ କରନ୍ତୁ। ଦିନଚର୍ଯ୍ୟା ସାମ୍ନାରେ ଆତ୍ମସମର୍ପଣ କରନ୍ତୁ ନାହିଁ। ସଂଶୟ ଭିତରେ ରୁହନ୍ତୁ ନାହିଁ। ସ୍ୱଳ୍ପକାଳୀନ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଦୈନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ। ଯୋଜନାକୁ ସଂଶୋଧିତ କରନ୍ତୁ। ବ୍ୟବହାର ହେଉଛି ଜ୍ଞାନ ଠାରୁ ବଡ଼। କାହିଁକି ନା ଜୀବନରେ ଅନେକ ସମସ୍ୟା ଆସିଥାଏ। ଯେଉଁଠି ଜ୍ଞାନ କାମ ଦେଇନଥାଏ ସେଇଠି ବ୍ୟବହାର ଦ୍ୱାରା ଏହି ଅସୁବିଧାକୁ ସମାଧାନ କରି ହୁଏ। ଛୋଟ ଥିବା ସମୟରେ ମଣିଷ ସ୍ୱାଧୀନତା ଖୋଜେ, କିନ୍ତୁ ବଡ଼ ହେଲା ପରେ ସେ ସ୍ୱାଧୀନତା ତାକୁ ଆପେ ଆପେ ମିଳିଯାଏ। କିନ୍ତୁ ସେତେବେଳେ ସେ ସେତିକି ସ୍ୱାଧୀନତା ପାଇକି ମଧ୍ୟ ଖୁସି ନଥାଏ। ଇତିହାସ ସାକ୍ଷୀ ଅଛି, ଆଜି ଯାଏ ଜଣେ ପୁରୁଷ କେବେ ନିଜର ପ୍ରେମିକା ସହ ମିଶି ନିଜ ସ୍ତ୍ରୀର ହତ୍ୟା କରିନାହିଁ। କିନ୍ତୁ ଏକ ସ୍ତ୍ରୀ ନିଜର ପ୍ରେମୀ ସହ ମିଶି ତାର ସ୍ୱାମୀର ହତ୍ୟା ମାମଲା ଗଣିଲେ ସରିବ ନାହିଁ। ଏହାର କାରଣ କ'ଣ? ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ। ଜଣେ ଲୋକ ହଠାତ୍ ଧନୀ ହୋଇଯାଇପାରେ ଏବଂ ହଠାତ୍ ଗରିବ ମଧ୍ୟ ହୋଇଯାଇପାରେ। ତେଣୁ ସଂସାର ନିୟମ କେବେ ବି ସ୍ଥିର ହୋଇ ରହେ ନାହିଁ। ଆଜି ଯିଏ ଖୁସି ଅଛି, କାଲି ସେ ଦୁଃଖୀ ହୋଇଯାଇପାରେ। ପରିବର୍ତ୍ତନକୁ ସବୁ ପରିସ୍ଥିତିରେ ସ୍ୱୀକାର କରିବା ଶିଖିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।